ନମସ୍କାର ଦର୍ଶକ ବନ୍ଧୁ। ବର୍ଷ ଆରମ୍ଭରେ ସୃଷ୍ଟି ହୋଇପାରେ ଲଘୁଚାପ। ତ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆଣିବା ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ହୋଇପାରେ ଅପଡେଟ୍ ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ବର୍ଷ ଆରମ୍ଭରୁ ସୃଷ୍ଟି ହୋଇପାରେ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ତରଙ୍ଗାୟିତ ବାୟୁ ଓ ବାଦଲର ଘନତ୍ୱ ବୃଦ୍ଧି ଭଳି ପାଣିପାଗ କାରକ ଗୁଡ଼ିକ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜିଠୁ ରାଜ୍ୟରେ ବଢ଼ିବ ଶୀତ। ଏକ ସପ୍ତାହ ଧରି ହାଡ଼ଭଙ୍ଗା ଶୀତ ଅନୁଭବ ହେବ। ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଥଣ୍ଡାର ଥାର୍ଡ ଡିଗ୍ରୀର ଥରିବେ ଲୋକ। ଏହି ଅଞ୍ଚଳ ଗୁଡ଼ିକରେ 2 ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତା ସହ ରାଜ୍ୟରେ ପାରଦ ତଳମୁହାଁ ରହିଥିବା ବେଳେ ବିଳମ୍ବିତ ରାତିରୁ ଘନ କୁହୁଡ଼ି ମାଡ଼ି ଆସୁଛି। ଶୀତର ପ୍ରଭାବକୁ ଘନ କୁହୁଡ଼ି ଆହୁରି ତୀବ୍ର କରାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ ଅନୁଯାୟୀ ନୂଆ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି ହୋଇଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ, ଢେଙ୍କାନାଳ, ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ସ୍ଥାନରେ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି ହୋଇଛି। ଦୃଶ୍ୟମାନ ଦୂରତା 50 ମିଟରରୁ ବି କମ୍ ରହିବ।